ମହାଡମ୍ବରରେ ପାଳନ ହେଲା ବିଶ୍ୱ ଆଦିବାସୀ ଦିବସ। କଲ୍ୟାଣ ନରସିଂହପୁର 9/8/2026 ତାରିଖ ଦିନ ରାୟଗଡ଼ା ଜିଲ୍ଲା କଲ୍ୟାଣ ନରସିଂହପୁର ବ୍ଲକରେ ବଡ଼ ଆଡମ୍ବରରେ ବିଶ୍ୱ ଆଦିବାସୀ ଦିବସ ପାଳନ ହୋଇଯାଇଛି। ଏହି ବିଶ୍ୱ ଆଦିବାସୀ ପାଳନ ବିନେଶୀପୁର ଶହୀଦ ପୀଠଠାରେ ଆଦିବାସୀ ରୀତିନୀତି ଅନୁଯାୟୀ ପୂଜାପାଠ କରି ଶହୀଦ ଠାରୁ ପାରମ୍ପରିକ ଆଦିବାସୀ ସଂସ୍କୃତରେ ସଜବାଜ ହୋଇ ନାଚ ଗୀତ ଓ ଆଦିବାସୀଙ୍କ ଅଧିକାରର ବିଭିନ୍ନ ନାରା ଦେଇ ଶହୀଦ ପୀଠ ଠାରୁ ଶୋଭାଯାତ୍ରା ଆରମ୍ଭ କରି କଲ୍ୟାଣ ନରସିଂହପୁର ସହର ପରିକ୍ରମା କରି ରଥ ପଡ଼ିଆ ଠାରେ ପହଞ୍ଚିଥିଲେ। କନ୍ଧକୁଳ ସମାଜ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହିଠାରେ ଆଦିବାସୀଙ୍କ ମୁଖିଆମାନଙ୍କୁ ମଞ୍ଚାସୀନ କରାଯାଇଥିଲା। ମଞ୍ଚରେ ମୁଖ୍ୟ ଅତିଥି ବିଧାୟକ ବିଷମକଟକ ନିର୍ବାଚନ ମଣ୍ଡଳୀ ନୀଳମାଧବ ହିକାକା, ପୂର୍ବତନ ସାଂସଦ କୋରାପୁଟ ଜୟରାମ ପାଙ୍ଗି, ସମ୍ମାନୀୟ ଅତିଥି କନ୍ଧକୁଳ ସମାଜ ସଭାପତି କଲ୍ୟାଣ ନରସିଂହପୁର ଜାଗେନ୍ଦ୍ର ୱାଡାକା, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସଭାନେତ୍ରୀ ଲକ୍ଷ୍ମୀ ପ୍ରସ୍କା, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସଂଯୋଜକ ଦୀନବନ୍ଧୁ ହୁଇକା, ଉପସଭାପତି କନ୍ଧକୁଳ ସମାଜ କଲ୍ୟାଣ ନରସିଂହପୁର ଧନଶ୍ରୀ ତିମାକା ଓ ସରପଞ୍ଚ କଲ୍ୟାଣ ନରସିଂହପୁର ପଞ୍ଚାୟତ ବାଲି ଗୌତମ, କଲ୍ୟାଣ ସିଂହପୁର ଥାନା ଅଧିକାରୀ ଅଜିତ ପରିଡ଼ା, ସମାଜସେବୀ ନିରଞ୍ଜନ ହିମିରିକା, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସମ୍ପାଦକ ଟିବୁ ସାରକା, କଲ୍ୟାଣ ନରସିଂହପୁର ଅଧ୍ୟକ୍ଷା ଅମୃତା ଆଡ୍ରାକା ମଞ୍ଚାସୀନ ରହିଥିଲେ। ପ୍ରଥମେ ମଞ୍ଚାସୀନ ଅତିଥିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ପରେ ଅତିଥିମାନେ ଅଭିଭାଷଣରେ ଆଦିବାସୀଙ୍କ ଅଧିକାର ଯଥା ଜଳ, ଜଙ୍ଗଲ, ଜମିନ କିଭଳି ଆଦିବାସୀଙ୍କ ଅକ୍ତିଆରରେ ରହିବ ଏବଂ ଆଦିବାସୀମାନଙ୍କୁ କିଭଳି ହସ୍ତାନ୍ତର କରାଯିବ ସେ ନେଇ ସେ ସମ୍ପର୍କରେ ଅତିଥିମାନେ ଉପସ୍ଥିତ ଆଦିବାସୀ ମହିଳା ଓ ପୁରୁଷମାନଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ। ଆଗାମୀ ପିଢ଼ି କିଭଳି ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଉପରେ ବଜାୟ ରଖିବ ସେ ସମ୍ପର୍କରେ ମଧ୍ୟ ଅତିଥିମାନେ ମାର୍ଗଦର୍ଶନ ଦେଇଥିଲେ। ଏ ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ପ୍ରାୟ 3000ରୁ ଉର୍ଦ୍ଧ୍ୱ ମହିଳା ପୁରୁଷ ଏକତ୍ରିତ ହୋଇଥିଲେ। ଅତିଥିଙ୍କ ଅଭିଭାଷଣ ପରେ ଆଦିବାସୀଙ୍କ କଳା ସଂସ୍କୃତିକୁ ପରିବେଷଣ କରି ଆଗାମୀ ପିଢ଼ିକୁ ମାର୍ଗଦର୍ଶନ ହୋଇପାରିବ ବୋଲି ସୂଚନା ଦେଇ ସଭାସାଙ୍ଗ ହୋଇଥିଲେ। ଏ କାର୍ଯ୍ୟକ୍ରମକୁ ସ୍ଥାନୀୟ ପୋଲିସ ତାଙ୍କ ଦଳ ସହ ଶୋଭାଯାତ୍ରା ଠାରୁ ସଭା ଶେଷ ପର୍ଯ୍ୟନ୍ତ ସହଯୋଗ କରିଥିଲେ। ବିମ୍ବାଧର କାଡ୍ରାକା ଏବଂ ଅଶୋକ ବିଡାକା ମଞ୍ଚ ପରିଚାଳନା କରିଥିଲେ। ରାୟଗଡ଼ା ଜିଲ୍ଲା ପ୍ରତିନିଧି ବିଶ୍ୱନାଥ ମାଣ୍ଡିକ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ଏବଂ ଆମର ପାରମ୍ପରିକ ଏବଂ ଆମର ସଂସ୍କୃତି କେମିତି ବଞ୍ଚି ରହିବ, ଆମର ଜଳ, ଜଙ୍ଗଲ, ଜମି ସବୁ ଆମର କେମିତି ବଞ୍ଚି ରହିବ, ଆମ ଭାଷା ସଂସ୍କୃତି କେମିତି ବଞ୍ଚି ରହିବ ସେ ଉପରେ ଆମର ଆଲୋଚନା ହେଲା। ତେଣୁ ଧନ୍ୟବାଦ ଦେବି ସମସ୍ତ କଲ୍ୟାଣ ସିଂହପୁର ବ୍ଲକର ଆମର ଆଦିବାସୀ ଭାଇମାନଙ୍କୁ ଅତି ସୁନ୍ଦର ଭାବରେ ଆଜି ପାଳନ କରିଥିବା।